ଜୀବନରେ କେବେ ଏଭଳି ହେଇନଥିଲା ମୋର। ଆଉ ମୁଁ ଏଇ ଥାନା ପାଖରେ ପାଳି ପଡ଼ିଥିଲା ମୋତେ ଦେଇଥିଲି ଖାଇବାକୁ, ଆଉ ତାର ପାଳି ଆଜି ସରିଗଲା। ବାପା ଯାହାର ଋଣ କେବେ ସୁଝି ପାରିବ ନାହିଁ। ବାପା ପିଲାମାନଙ୍କ ମୁଣ୍ଡରେ ଛାତ। ବାପା ଯିଏ ନିଜେ ନ ଖାଇ ପିଲାମାନଙ୍କୁ ଖାଇବାକୁ ଦେଇଥାଏ। ବାପା ଯିଏ ନିଜେ ପୁରୁଣା କପଡ଼ା ପିନ୍ଧି ପିଲାମାନଙ୍କୁ ନୂଆ କପଡ଼ା ପିନ୍ଧାଇଥାଏ। କିନ୍ତୁ ସେଇ ବାପାକୁ ପରିଣତ ବୟସରେ ପିଲାମାନେ ଘରୁ ତୋଡ଼ିଦେଲେ। ରାସ୍ତା କଡ଼ରେ ଘୁଷୁଡ଼ି ଘୁଷୁଡ଼ି କାନ୍ଦି କାନ୍ଦି ଯାଉଛନ୍ତି ତିନି ପୁଅର ବାପା। ଏ ଦୃଶ୍ୟ ଆପଣଙ୍କୁ ବିଚଳିତ କରିପାରେ, କିନ୍ତୁ ଆମେ ଏହାକୁ ସଚେତନ ପାଇଁ ପ୍ରସାରିତ କରୁଛୁ। ଭଦ୍ରକ ଚାନ୍ଦବାଲି ମୁଖ୍ୟ ରାସ୍ତାରେ ସୁସା କରି ଚାଲି ଯାଉଛି ଗାଡ଼ି ମଟର। କିନ୍ତୁ ସେହି ରାସ୍ତାର ଇଚ୍ଛାପୁର ନିକଟରେ ଜଣେ ବୃଦ୍ଧ ଘୁଷୁରି ଘୁଷୁରି ଯାଉଥିବା ଆମ ପ୍ରତିନିଧିଙ୍କ ନଜରକୁ ଆସିଲା। ଆଖିରେ ତାଙ୍କର ଲୁହ। ଗାଡ଼ି ଟିକେ ଅଟକାଇ ବୃଦ୍ଧଙ୍କ ପାଖକୁ ଯାଇ ଯାହା ଦେଖିଲୁ ଆଉ ଯାହା ଶୁଣିଲୁ ତାହା ଆମ ଆଖିକୁ ଓଦା କରିଦେଲା। ବୃଦ୍ଧଙ୍କ ଗୋଡ଼ରେ ଗାଡ଼ିର ଟ୍ୟୁ କଟାଯାଇଛି। ପିଚାରେ ବି ଖଣ୍ଡେ ବଡ଼ ଟ୍ୟୁ କଟାଯାଇ ବନ୍ଧାଯାଇଛି। କାନ୍ଧରେ ଗୋଟେ ସିମେଣ୍ଟ ଥଳି ବ୍ୟାଗରେ ଅଛି କିଛି କପଡ଼ା ଆଉ ପରିସ୍ରା କରିବା ଥଳିଟିଏ ଅଛି। ତାଙ୍କୁ ପଚାରିବାରୁ ସେ କହିଲେ, ମୋର 3 ପୁଅ ବୋହୂ ଅଛନ୍ତି। ସବୁ ପୁଅ ବୋହୂଙ୍କ ପାଖରେ ମାସେ ମାସେ ପାଳି କରି ଖାଉଥିଲି। ସାନ ପୁଅ ପାଖରେ ଖାଉଥିଲି, ତା ପାଳି ସରିଗଲା। ସେ କହିଲା ଏବେ ପଳା। ବଡ଼ ପୁଅ କହିଲା ତୁ କୁଆଡ଼େ ଯାଉଛୁ ଯା। ମଝିଆ ପୁଅ ପାଖରେ ରହି ମା ଖାଉଛି। ମୋତେ ବା ଆଉ କିଏ ରଖିବ? ମୁଁ ଏମିତି ଯାଉଛି, ବଜାରରେ କେଉଁଠି ଦେଖି ରାତିରେ ରହିଯିବି। ସକାଳେ ହେଲେ ମାଗିକି ଖାଇବି। ଜୀବନରେ କେବେ କାହା ପାଖରେ ହାତ ପାତି ନଥିଲି କି ଏମିତି ହୋଇନଥିଲା। ଏମିତି କହି କହି କାନ୍ଦି ପକାଇବା ସହ ପୁଅ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି। ଘରେ ଆଉ ସବୁ କିଏ ଅଛନ୍ତି? ବଡ଼ ପୁଅ ବଡ଼ ପୁଅ ଅଛି, ମଝିଆ ପୁଅ ସିଏ ତାର ମାଆକୁ ଦଉଛି ଖାଇବାକୁ। ଆଉ ମୁଁ ଏଇ ଥାନା ପାଖରେ ପାଳି ପଡ଼ିଥିଲା ମୋତେ ଦେଇଥିଲି ଖାଇବାକୁ, ଆଉ ତାର ପାଳି ଆଜି ସରିଗଲା। ବଡ଼ କହିଲା ପଳା। ଏବେ କୋଉଠି ଯାଉଛ? ଏବେ ବଜାରକୁ ଯାଉଛି, କୋଉଠି ରହିବି କାଲି ଦେଖିବି ମାଗି ହାତ ପାତି। ଗୋଡ଼ କେମିତି ଭାଙ୍ଗିଲା? ଖୋପାରେ ବିଡ଼ି ଧରିକି ଖୋପାର ଦେଲେ। କିଏ? ପୁଅ, ବଡ଼ ପୁଅ। ତୋର କେତେଟା ପୁଅ? କଣ ତାଙ୍କ ନାଁ? ମତେ ଧରି ଆଣିକି ବାଜରୁ କହୁଛନ୍ତି। କଣ ନାଁ ତାଙ୍କର? ଜଣଙ୍କ ନାଁ ଶଶୀ, ଆଉ ଜଣଙ୍କ ନାଁ ବାସୁ, ଆଉ ଜଣଙ୍କ ନାଁ ପପୁ। ତମେ ଚାହୁଁଛ କଣ? ସ୍ଥାନ ପାଇକି ଆୟାର 3ଟା ପୁଅ ଅଛନ୍ତି, ସ୍ତ୍ରୀ ଅଛି। ଏ ହେଉଛନ୍ତି ଭଦ୍ରକ ବ୍ଲକ ବ୍ରହ୍ମପୁର ପଞ୍ଚାୟତ ମାରପୁର ଗାଁର ରଙ୍କନିଧି ସାହୁ। ବୟସ ପାଖାପାଖି 70 ପାର ହେବ। ବୟସ ଥିଲାବେଳେ ପିଲାମାନଙ୍କୁ ମଣିଷ କରିବା ପାଇଁ ରକ୍ତକୁ ପାଣି କରିଦେଇଛନ୍ତି। କିନ୍ତୁ ପରିଣତ ବୟସରେ ଯେତେବେଳେ ପୁଅମାନଙ୍କ କର୍ତ୍ତବ୍ୟ ଆସୁଛି, ସେତେବେଳେ ପୁଅ ରାସ୍ତା କଡ଼କୁ ତଡ଼ି ଦେଉଛି। ଯେଉଁ ବୟସରେ ପୁଅ ବୋହୂ ନାତି ନାତୁଣୀଙ୍କ ମେଳରେ ହସ ଖୁସିରେ ସମୟ କାଟିବା କଥା, ସେହି ସମୟରେ ପୁଅ ଘରୁ ତୋଡ଼ିଦେଲା। ପୁଅ ସବୁ ରୋଜଗାରିଆ, କିନ୍ତୁ
ତିନି ପୁଅର ବାପା ଏବେ ବଞ୍ଚିବାକୁ ରାହା ଖୋଜୁଛି ଆଉ ନିଜ ଭାଗ୍ୟକୁ ନିନ୍ଦି ହେଉଛି। ନା କଣ? ଆଜି ଗୋଟେ ବାପା ତା ପଛପଟେ ଗୋଟେ ଟାୟାର ଜଳି ଘୁଷୁରି ଘୁଷି ଯାଉଛି, ମାନେ ବିଶ୍ୱାସ କରି ହେଉନି। ସତରେ ଏ ଦୁନିଆ ଏତେ ନିଷ୍ଠୁର, ଏ ମଣିଷ ଏତେ ନିଷ୍ଠୁର, ଆମେ ଏତେ ତଳକୁ ଚାଲି ଯାଇଛନ୍ତି। ଆମେ ବି ପୁଅ, ଆମକୁ ବି ସେ ବାପା ଆଜି ଏତେ ବଡ଼ ମଣିଷ କରିଛି। ବଡ଼ ପୁଅ କହିବ ମୁଁ ମାସ ରଖିମି, ତାପରେ ପୁଅ କହିବ ମୁଁ ମାସ ରଖିମି, ତାପରେ ପୁଅ କହିବ ମୁଁ ମାସ ରଖିମି। ତେଣୁ ଦୁନିଆ ପାଇଁ ମେସେଜ କ'ଣ ଯାଉଛି ଦେଖିଲା ପରେ ନିଜକୁ କି ଅଫସୋସ ଲାଗୁଛି। ସତରେ କ'ଣ ମୁଁ ଗୋଟେ ବାପାର ପୁଅ? ମୁଁ କ'ଣ ଏମିତି ହେଇପାରେ? ମୋ ବାପାକୁ କ'ଣ ମୁଁ ଏମିତି କରିପାରେ? କି ମୋ ମାଆକୁ କ'ଣ ଏମିତି କରିପାରେ? ତେଣୁ ସତରେ ଏ ଦୁନିଆ, ହେ ପ୍ରଭୁ ଜଗନ୍ନାଥ ସମସ୍ତଙ୍କୁ ସଦ୍ବୁଦ୍ଧି ଦିଅ। ଅନ୍ତତଃ ଯେଉଁମାନେ ଆମକୁ ଆଜି ବଡ଼ କରି ମଣିଷ କରିଛନ୍ତି, ନିହାତି ନିନ୍ଦନୀୟ ଘଟଣା। ଏ ଯୁବ ସମାଜ ପ୍ରତି ଗୋଟେ ଏତେ ଦୁଃଖ ଲାଗୁଛି, କ'ଣ ମୁଁ ଆଉ କହିବି। ଧନ୍ୟବାଦ ଦେବି ଆପଣମାନଙ୍କୁ ଯେ ଏମିତି ଭିଜୁଆଲ୍ ଦେଖାନ୍ତୁ। ସଚେତନ ହୁଅରେ, ଜାଗ୍ରତ ହୁଅରେ। ଏ ଦୁନିଆ ଦେଖ, ଏ ସମାଜ କ'ଣ କ'ଣ ଆଗକୁ ଯାଉଛି। ବାପାଙ୍କ ଅଭିଯୋଗ ଉପରେ ପୁଅମାନଙ୍କର ପ୍ରତିକ୍ରିୟା ମିଳିପାରି ନଥିବା ବେଳେ ଦର୍ଶକ ବନ୍ଧୁ, ଏବେ ଆମେ ଆଧୁନିକତାରେ ଗତି କରୁଛନ୍ତି। ମଦର୍ସ ଡେ, ଫାଦର୍ସ ଡେ ଆସିଲେ ବାପା ମାଙ୍କର ଫଟୋ ହ୍ୱାଟ୍ସଆପ୍ ଫେସବୁକ୍ରେ ବୁଲୁଛି, ହେଲେ ଚଳନ୍ତି ଦେବତା ଏଠି ରାସ୍ତା କଡ଼ରେ ଘୁଷୁଡ଼ୁଛି। ପରିଣତ ବୟସରେ ବାପାଙ୍କୁ ଏମିତି ରାସ୍ତା କଡ଼କୁ ଠେଲିଦେବା କେତେ ଦୂର ଯୁକ୍ତିସଙ୍ଗତ, ତାହା ଆପଣ ବିଚାର କରନ୍ତୁ। ଭଦ୍ରକରୁ କ୍ୟାମେରା ପର୍ସନ ସୂର୍ଯ୍ୟକାନ୍ତଙ୍କ ସହିତ ବାସୁଦେବ, ସମ୍ଭାବନା ଲାଇଭ୍।